ନା ହେଉଛି ଟୁ ହିଜ୍ କଏ ମିଷ୍ଟ୍ରେସ୍। ଆକୁ ଲେଖିଛନ୍ତି କିଏ ନା ଆଣ୍ଡ୍ରୁ ମାର୍ଭେଲ। ଆଣ୍ଡ୍ରୁ ମାର୍ଭେଲଙ୍କର ଜନ୍ମ 31 ମାର୍ଚ୍ଚ 1621 ଏବଂ ତାଙ୍କର ମୃତ୍ୟୁ 16 ଅଗଷ୍ଟ 1678। ଏଇ ଯେଉଁ ଟୁ ହିଜ୍ କୋଏ ମିଷ୍ଟ୍ରେସ୍ ବା ଲାଜକୁଳି ପ୍ରେମିକା ସେ ଲେଖିଥିଲେ କେବେ ନା 1650 ମସିହାରେ ଏବଂ ପବ୍ଲିଶ ହେଇଥିଲା ତାଙ୍କର ମୃତ୍ୟୁ ପରେ 1681 ମସିହାରେ। ଏଇ ଯେଉଁ କବିତାଟି ଏଇ କବିତାଟି ହେଉଛି ଗୋଟେ ସିଡକ୍ସନ୍ ପୋଏମ୍। ପୋଏମ୍ରେ କ'ଣ ହେଇଛି ନା ଆଣ୍ଡ୍ରୁ ମାର୍ଭେଲ ତାଙ୍କ ପ୍ରେମିକାଙ୍କ ସହିତ ସେକ୍ସୁଆଲ ରିଲେସନ୍ ରଖିବାକୁ ଚାହୁଁଛନ୍ତି କିନ୍ତୁ ପ୍ରେମିକାଟି ଲାଜ କରୁଛି। ଆଣ୍ଡ୍ରୁ ମାର୍ଭେଲ ଜଣେ ଇଂଲିଶ ମେଟାଫିଜିକାଲ ପୋଏଟ୍। ତମେ ଆଗରୁ ଜାଣିଛ, ମୁଁ ସନରାଇଜିଂ ବିଷୟ ଯେତେବେଳେ ଜନ୍ ଡନ୍ଙ୍କର ପଢ଼ଉଥିଲି ତମେ ସବୁ ଜାଣିଛ ମେଟାଫିଜିକାଲ ପୋଏଟ୍ କେଉଁମାନଙ୍କୁ କହନ୍ତି, ତାଙ୍କ ଲେଖା ସବୁ କ'ଣ। ଯେଉଁମାନେ ନ ଦେଖିଛ ଆଉ ଥରେ ଦେଖିଦେବ, ସନରାଇଜିଂ ବାଇ ରଶ୍ମିସାରେ A to Z ମାରିଦେବ, ୟୁଟ୍ୟୁବରେ ବାହାରି ଆସିବ। ଏବଂ ସେ ଏକାଧାରରେ ଜଣେ କବି, ସାଟାରିଷ୍ଟ ଆଉ ପଲିଟିସିଆନ୍। ଆଉ ସିଏ ଯେଉଁ ତାଙ୍କ କବିତା ଗୁଡ଼ା ସବୁ ଲେଖିଛନ୍ତି ତାର ମେଜର ଥିମ୍ସ କ'ଣ ନା ମେଜର ଥିମ୍ସ ହେଉଛି ଲଭ୍, ସେକ୍ସୁଆଲ ଆଣ୍ଡ ପଲିଟିକାଲ। ଆଜି ଆଲୋଚନା କରିବା ଟୁ ହିଜ୍ କଏ ମିଷ୍ଟ୍ରେସ୍ ବା ଲାଜକୁଳି ପ୍ରେମିକା। ଏଥର ଆରମ୍ଭ କରିବା। ମୁଁ ତୁମକୁ ଦେଇଛି ତା ଯେଉଁ ମେନ୍ ନୋଟ୍ ପାଇଁ, ତୁମେ ସବୁ ନୋଟ୍ ପାଇଁ ହଇରାଣ ହେଉଛ, ମୋତେ କମେଣ୍ଟ କରୁଛ, ନୋଟ୍ ପାଇଁ ଦେଇଛି। ଆକୁ ନୋଟ୍ କରିପାରିବ ଏବଂ ଏଇ ନୋଟ୍ଟାକୁ ମୁଁ ଓଡ଼ିଆରେ ଡେସ୍କ୍ରିପସନ୍ କରିଦେବି, ଆଲୋଚନା କରିଦେବି, ତୁମମାନେ ମନେ ରଖିବ ଏବଂ ପରୀକ୍ଷାରେ 100% ଏଇଟା ପରୀକ୍ଷାରେ ପଢ଼ିବ ହିଁ ତୁମେ ଲେଖିବ, ପ୍ରାକ୍ଟିସ୍ କରିବ। ଓଡ଼ିଆରେ ବୁଝିଦେବ, ଇଂଲିଶ ବି ନୋଟ୍ କରିଦେବ, ଆରାମରେ ପରୀକ୍ଷାରେ ଲେଖିବ। ଲେଖିବା ପୂର୍ବରୁ ଆଗେ କବି ପରିଚୟ ଦେବ, ତାପରେ ଆରମ୍ଭ କରିବ। କ'ଣ ହେଇଛି ଦେଖିବା। ଆଣ୍ଡ୍ରୁ ମାର୍ଭେଲ ତାଙ୍କର ଯେଉଁ ଲାଜକୁଳି ପ୍ରେମିକା ଠାରୁ ପ୍ରେମ ଟିକେ ପାଇବାକୁ ବ୍ୟସ୍ତ। ହେଲେ ଝିଅଟି ଏତେ ଲାଜ କରୁଛି ଯେ ସେ ତାଙ୍କ ସହ କଥା ବି ହେଉନି। ତାକୁ କବି ବୁଝାଉଛନ୍ତି, ବୁଝେଇ ଥକିଗଲେଣି ଏବଂ ବୁଝେଇ କହୁଛନ୍ତି ଯେ ଜୀବନଟା ଯଦି 5-10 ହଜାର ବର୍ଷ ଲମ୍ବା ହେଇଥାନ୍ତା ତାହେଲେ ସେ ଆଜି ପ୍ରେମ ସ୍ୱୀକାର ନ କରିଥିଲେ ବି ଚଳିଥାନ୍ତା। କିଏ? ଝିଅଟି କହୁଛନ୍ତି ଯଦି ଜୀବନଟା 5-10 ହଜାର ବର୍ଷ ହେଇଥାନ୍ତା ତ ମୋ ପ୍ରେମକୁ ସ୍ୱୀକାର ନ କରିଥିଲେ ବି ଚଳିଥାନ୍ତା। କାହିଁକି ନା ଆଜି ଯଦି ପ୍ରେମ ନ ହେବ ତାହେଲେ କାଲି ହେବ, କାଲି ନହେଲେ ପରଦିନ ହେବ, ନଚେତ୍ ତା ପର ମାସ ହେବ, ପର ବର୍ଷ ହେବ। ଜୀବନଟା ଲମ୍ବା ଅଛି। ଏବଂ ସେ ଭାରତର ଗଙ୍ଗା ନଦୀ କୂଳରେ ଚୁପଚାପ ଠିଆ ହେଇ ବସିଥାନ୍ତେ ଏବଂ କବି ହମ୍ବର ନଦୀ କୂଳରେ ବସି ତାର ପ୍ରଶଂସା ଗାନ କରୁଥାନ୍ତେ। କାହାର? ତାଙ୍କ ପ୍ରେମିକାର। ତେଣୁ ଯଦି ଜୀବନଟା 5-10 ହଜାର ବର୍ଷ ହେଇଥାନ୍ତା ତାହେଲେ ଏଇଭଳିଆ ସବୁ ହେଇଥାନ୍ତା। ଆଜି ଆଉ ସମୟ ନାହିଁ, ତେଣୁ ଆଜି ମଲେ କାଲିକି 2 ଦିନ, ଜିନେ କେହେ 4 ଦିନ, ଜବାନୀ ଫିର ନା ଆଏ, ଦେଖିଥିବ, ଗୀତ ଶୁଣିଥିବ। ତେଣୁ ଏମିତି ବିତି ଯାଇଥାନ୍ତା କେତେ ହଜାର ବର୍ଷ, ପ୍ରେମ ତାଙ୍କର ବଢ଼ି ଚାଲିଥାନ୍ତା। ଏବଂ ଏଇ ଯେଉଁ 5-10 ହଜାର ବର୍ଷ ଯଦି ଜୀବନଟା ହେଇଥାନ୍ତା, କବି କହୁଛନ୍ତି ସେ କେବଳ ତାଙ୍କ ପ୍ରେମିକାର ଆଖିର ସୌନ୍ଦର୍ଯ୍ୟ ବର୍ଣ୍ଣନା କରିବାକୁ 100 ବର୍ଷ ସମୟ ନେଇଥାନ୍ତେ ଏବଂ ଶରୀରର ଅବଶିଷ୍ଟ ଅଂଶ ପାଇଁ 1000 ବର୍ଷ ଏବଂ ତାଙ୍କ ଯେଉଁ ପ୍ରେମିକାର ସୁନ୍ଦର ବ୍ରେଷ୍ଟ ବା ଛାତିକୁ ବର୍ଣ୍ଣନା କରିବା ପାଇଁ 200 ବର୍ଷ ତାଙ୍କୁ ଲାଗିଥାନ୍ତା। କାହିଁକି? ଗୋଟେ ବ୍ରେଷ୍ଟ 100 ବର୍ଷ ଆଉ ଗୋଟେ ବ୍ରେଷ୍ଟ 100 ବର୍ଷ। ତା ଛଡ଼ା ଅନ୍ୟାନ୍ୟ ଯେତେକ ସବୁ ଅଙ୍ଗ ପ୍ରତ୍ୟଙ୍ଗ ଅଛି ବର୍ଣ୍ଣନା କଲାବେଳେ ପ୍ରତ୍ୟେକ ଅଙ୍ଗ ପାଇଁ 100 ବର୍ଷ ନିଶ୍ଚୟ ଲାଗିବ। ତେଣୁ ପ୍ରକୃତିରେ ଏତିକି ବର୍ଷରୁ କମ୍ ସମୟରେ ବର୍ଣ୍ଣନା କରାଯାଇ ପାରିବ ନାହିଁ। କାହିଁକି? ତାଙ୍କ ପ୍ରେମିକା ବହୁତ ସୁନ୍ଦରୀ, ରୂପର ରାଣୀ ଏବଂ ତାଠୁ କମ୍ ଯଦି ସେ ବର୍ଣ୍ଣନା କରିବେ ତାଙ୍କ ପ୍ରେମିକା ପ୍ରତି, ସୁନ୍ଦରୀ ପ୍ରେମିକା ପ୍ରତି ଅପମାନ ହେବ, ନୁହେଁ କି? ତାପରେ କବି କହୁଛନ୍ତି କିନ୍ତୁ ମୋ ପାଖରେ ଏତେ ଲମ୍ବା ସମୟ ନାହିଁ। କାହିଁକି ନା କବି ତାଙ୍କ ପଛରେ ମୃତ୍ୟୁର ଶୀତଳ ସ୍ପର୍ଶ ଅନୁଭବ କରୁଛନ୍ତି। ତା ଛଡ଼ା ସୌନ୍ଦର୍ଯ୍ୟ 1000 ବର୍ଷ ରହିବ କି? କେବେ ରହିବ କି ପିଲେ? ରହିବନି। ଦିନେ ବୁଢ଼ୀ ହେଇଯିବ, ଚମଧୁଧୁଡ଼ ହେଇଯିବ। ଆଜି ପ୍ରେମିକାର ଯେଉଁ ଦେହ ମାର୍ବଲ ଭଳି ଚକମକ ଝଲମଲ ଦିଶୁଛି, କାଲି ତାହା ଧୂଳିରେ ମିଶିଯିବ, ମରିଯିବ, ଧୂଳିରେ ମିଶିଯିବ, ଧୁଡ଼ଧୁଡ଼ ଚମ ହେଇଯିବ। ସେତେବେଳେ ତାଙ୍କର ପ୍ରେମର ଅବସ୍ଥା କ'ଣ ହେବ ସେ କଥା ସେ କହିଛନ୍ତି ଏବଂ ସେ କ'ଣ ସେଇ ଧୂଳିକୁ କଳାଗ୍ରତ କରିବେ? ଏହିପରି ଭାବରେ କହିଛନ୍ତି।
ତେଣୁ କବି କହୁଛନ୍ତି ଏବେ ସମୟ ଅଛି, ସମୟ ଗଡ଼ିଯିବା ପୂର୍ବରୁ, ଯୌବନ ଖସିଯିବା ପୂର୍ବରୁ ଓ ମୃତ୍ୟୁ ଆମକୁ କୋଳେଇ ନେବା ପୂର୍ବରୁ ଆମେ ପ୍ରଣୟ ଫାଶରେ ଆବଦ୍ଧ ହେବା ଦରକାର ଏବଂ ପରସ୍ପର ଆଲିଙ୍ଗନ କରିବା ଉଚିତ। ମୃତ୍ୟୁ ଆସିଲେ ଦେଖିବ ଯେ 2 ଜଣ ପ୍ରେମିକ ଓ ପ୍ରେମିକା ମୃତ୍ୟୁକୁ ଟପି ଯାଇଛନ୍ତି। ସେମାନେ ମୃତ୍ୟୁକୁ ଜୟ କରିଛନ୍ତି। ସେମାନେ ସିନା ସୂର୍ଯ୍ୟକୁ ଅଟକାଇ ପାରିବେନି, କିନ୍ତୁ ସୂର୍ଯ୍ୟକୁ ଗତିଶୀଳ ନିଶ୍ଚିତ କରିପାରିବେ। ପିଲାମାନେ, ଏଇଟା ଥିଲା ଟୁ ହିଜ୍ କୋଇ ମିଷ୍ଟ୍ରେସ୍ର ସାରାଂଶ। ନୋଟ୍ ଅଛି, ତୁମମାନେ ଭିଡ଼ିଓକୁ ପଜ୍ କରିକି ନୋଟ୍ ବି କରିଦେଇ ପାରିବ ଏବଂ ଓଡ଼ିଆଟା ତ ବୁଝେଇଦେଲି, ଆରାମରେ ଲେଖିଦେଇପାରିବ। ଯଦି ଦରକାର ହୁଏ ପରବର୍ତ୍ତୀ ମୁହୂର୍ତ୍ତରେ ମୁଁ ଟୁ ହିଜ୍ କୋଇ ମିଷ୍ଟ୍ରେସ୍ର ଯେଉଁ ପୋଏମ୍ ଅଛି ଲାଇନ୍ ବାଇ ଲାଇନ୍, ବିଟ୍ ବାଇ ବିଟ୍ ତୁମକୁ ଆଲୋଚନା କରିଦେବି ଯଦି ତୁମମାନଙ୍କର ଡିମାଣ୍ଡ ରହିଲା। ତେଣୁ ଆଜି ପାଇଁ ଏତିକି। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବ, ତଳେ କମେଣ୍ଟ କରିବ ସାର୍ ଭଲ ଲାଗିଲା, ସାଙ୍ଗସାଥିକୁ ସେୟାର କରିବ ଏବଂ ରଶ୍ମି ସାର୍ A to Z ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ। ପିଲାମାନେ, ଆଜି ପାଇଁ ଏତିକି। ରହୁଛି। ହାଭ୍ ଏ ଗୁଡ୍ ଡେ।